ତବିଜା ଅଧ୍ୟାୟ 1। ତବିଜାଙ୍କ ବିବିଧ କ୍ଲେଶ। ତବିଜାଙ୍କ କର୍ମାବଳୀ ପୁସ୍ତକ। ତବିଜା ତବିଏଲଙ୍କ ପୁତ୍ର ତବିଏଲ, ଆନାନିଏଲଙ୍କ ପୁତ୍ର ଆନାନିଏଲ, ଆଦୁଏଲଙ୍କ ପୁତ୍ର ଆଦୁଏଲ, ଗାବାଏଲଙ୍କ ପୁତ୍ର ଓ ଗାବାଏଲ ନଫତାଲି ଗୋତ୍ରଜ ଆସିଏଲଙ୍କ ବଂଶଧରମାନଙ୍କ ଜଣେ ପୁତ୍ର ଥିଲେ। ଆସିରିୟାର ରାଜା ସାଲମାନେସାରଙ୍କ ଅମଳରେ ଗାଲିଲି ପ୍ରଦେଶ ଅନ୍ତର୍ଗତ କାଦେଶ ନଫତାଲିର ଦକ୍ଷିଣ ଦିଗସ୍ଥ ଆସେରର ଉପର ଭାଗସ୍ଥିତ ତିସବେ ଠାରୁ ତବିଜା ପ୍ରବାସ ଜୀବନାର୍ଥେ ବନ୍ଦୀ ରୂପେ ନିଆଗଲେ। ମୁଁ ତବିଜା ଆଜୀବନ ସତ୍ୟ ତଥା ନ୍ୟାୟପରାୟଣତାର ମାର୍ଗ ଅବଲମ୍ବନ କରିଥିଲି। ଆସିରିୟା ସ୍ଥିତ ନିନିବେକୁ ମୋ ସହିତ ଯାତ୍ରା କରିଥିବା ମୋର ନିଜ ଦେଶୀୟ ଭ୍ରାତାମାନଙ୍କ ପ୍ରତି ମୁଁ ବହୁବିଧ ଦୟାର କର୍ମାବଳୀ ସମ୍ପାଦନ କରିଅଛି। ମୋର ଯୌବନ କାଳରେ ନିଜ ଦେଶ ଇସ୍ରାଏଲରେ ମୁଁ ଯେତେବେଳେ ବାସ କରିଥିଲି, ସେତେବେଳେ ମୋର ପିତୃପୁରୁଷ ନଫତାଲିଙ୍କ ସମସ୍ତ ଗୋଷ୍ଠୀ ଜେରୁସାଲେମସ୍ଥ ଆଳୟକୁ ତ୍ୟାଗ କଲେ। ସମସ୍ତ ଗୋଷ୍ଠୀ ଯେପରି ନୈବେଦ୍ୟ ଉତ୍ସବ କରିପାରନ୍ତି, ସେଥିପାଇଁ ଇସ୍ରାଏଲୀୟ ଗୋଷ୍ଠୀ ସମୂହ ମଧ୍ୟରୁ ମନୋନୀତ ଏକ ସ୍ଥାନ ଏହି ଜେରୁସାଲେମ ଥିଲା। ପରାତ୍ପରଙ୍କର ବସତି ସ୍ଥାନ ସଦୃଶ ଉତ୍ସର୍ଗିତ ହୋଇଥିବା ଏହି ଦେବାଳୟ ସମସ୍ତ ବଂଶାନୁକ୍ରମେ ଚିରକାଳ ବ୍ୟାପୀ ସେହିଠାରେ ପ୍ରତିଷ୍ଠିତ ହୋଇଛି। ବିଶ୍ୱାସ ତ୍ୟାଗୀ ସମସ୍ତ ଗୋଷ୍ଠୀ ବାଲ୍ ଗୋବର୍ଷଗୁଡ଼ିକ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ମୋର ପିତୃପୁରୁଷ ନଫତାଲିଙ୍କ ଗୃହ ମଧ୍ୟ ତଦ୍ରୂପ କଲା। କିନ୍ତୁ ସମସ୍ତ ଇସ୍ରାଏଲ ପ୍ରତି ଏକ ଶାଶ୍ୱତ ବିଧାନ ସଦୃଶ ଆଦିଷ୍ଟ ଉତ୍ସବ ଦିନମାନଙ୍କରେ କେବଳ ମୁଁ ଜେରୁସାଲେମକୁ ଅଧିକାଂଶ ସମୟରେ ଯାତ୍ରା କରିଥିଲି। ଆଦ୍ୟ ଫଳମୂଳ ଓ ଯତ୍ନୋତ୍ପନ୍ନ ସମସ୍ତ ଶସ୍ୟର ଦଶମାଂଶ ତଥା ପ୍ରଥମ ମେଷଲମ ନେଇ ବେଦୀରେ ଆରୋନଙ୍କ ପୁତ୍ର ଯାଜକମାନଙ୍କ ହସ୍ତରେ ମୁଁ ସମର୍ପଣ କରୁଥିଲି। ମୋର କ୍ଷେତ ଉତ୍ପାଦିତ ସମସ୍ତ ବିଭବ ମଧ୍ୟରୁ ଏକ ଦଶମାଂଶକୁ ଜେରୁସାଲେମରେ ସେବା କାର୍ଯ୍ୟ କରୁଥିବା ଲେବୀୟମାନଙ୍କୁ ମୁଁ ଦେଉଥିଲି। ଏକ ଦ୍ୱିତୀୟ ଦଶମାଂଶକୁ ବିକ୍ରୟ କରି ସେଥିରୁ ଅର୍ଜିତ ଅର୍ଥ ନେଇ ମୁଁ ପ୍ରତିବର୍ଷ ଜେରୁସାଲେମକୁ ଯାଇ ସେଠାରେ ବ୍ୟୟ କରୁଥିଲି। ମୋର ପିତାମହୀ ଦେବାରଙ୍କ ଆଦେଶ ମୁତାବକ ଯେଉଁମାନଙ୍କ ସାହାଯ୍ୟ ହେବା ମୋର କର୍ତ୍ତବ୍ୟ ଥିଲା, ସେମାନଙ୍କୁ ଏକ ତୃତୀୟ ଦଶମାଂଶ ମୁଁ ଦାନ କରୁଥିଲି। କାରଣ ପିତାଙ୍କ ବିୟୋଗ ହେତୁ ମୁଁ ଜଣେ ଅନାଥ ଥିଲି। ସାବାକ ଲୋକ ହେଲା ପରେ ଆମ ପରିବାର ବର୍ଗଜ ଆହ୍ନା ନାମୀ ଜଣେ ନାରୀକୁ ମୁଁ ବିବାହ କଲି ଓ ତାଙ୍କ ମାଧ୍ୟମରେ ମୁଁ ତବିୟାସର ପିତା ହେଲି। ମୁଁ ବନ୍ଦୀ ରୂପେ ନିନିବେକୁ ନିଆଗଲା ପରେ ମୋର ଭ୍ରାତା ତଥା ଆତ୍ମୀୟମାନେ ବିଜାତୀୟମାନଙ୍କ ଖାଦ୍ୟ ଆହାର କଲେ। କିନ୍ତୁ ସେପରି ଖାଦ୍ୟ ଭକ୍ଷଣରୁ ମୁଁ ନିବୃତ୍ତ ରହିଲି, କାରଣ ସମ୍ପୂର୍ଣ୍ଣ ହୃଦୟ ଦେଇ ମୁଁ ଈଶ୍ୱରଙ୍କୁ ସ୍ମରଣ କଲି। ତହୁଁ ପରାତ୍ପର ମୋତେ ଅନୁଗ୍ରହ ଓ ସାଲମାନେସାରଙ୍କ ପ୍ରିୟପାତ୍ର ହେବାର ସୁଯୋଗ ପ୍ରଦାନ କଲେ। ଫଳରେ ସେ ମୋତେ ଖାଦ୍ୟ ପଦାର୍ଥର କ୍ରୟକାରୀ ରୂପେ ନିୟୋଜିତ କଲେ। ଅତଏବ ମେଦିଆକୁ ଯାତ୍ରା କରିବାକୁ ମୁଁ ଆରମ୍ଭ କଲି। ଏକଦା ମେଦିଆସ୍ଥ ରାକେଶଠାରେ ରାବ୍ରିସାଙ୍କ ଭ୍ରାତା ଗାବାଏଲଙ୍କ ହସ୍ତରେ ମୁଁ ବିଶ୍ୱାସ ସହକାରେ 10 ତାଲେନ୍ତ ରୌପ୍ୟ ଜିମ୍ମା ଦେଲି। ସାଲମାନେସାରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ସେନାକେରିବ୍ ତାଙ୍କ ପରିବର୍ତ୍ତେ ରାଜ୍ୟ ଶାସନ କଲେ। ତାଙ୍କ ଅମଳରେ ରାଜପଥଗୁଡ଼ିକ ବିପଦ ସଂକୁଳ ହେଲା ଓ ଫଳରେ ମୁଁ ଆଉ ଯାତ୍ରା କରିପାରିଲି ନାହିଁ। ସାଲମାନେସାରଙ୍କ କାଳରେ ମୋର ଭ୍ରାତାମାନଙ୍କ ପ୍ରତି ଦୟାର ସଂଖ୍ୟାଧିକ କର୍ମ ମୁଁ ସାଧନ କଲି।
କ୍ଷୁଧାତୁରା ବ୍ୟକ୍ତିମାନଙ୍କୁ ମୋର ରୁଟି ଓ ଉଲଗ୍ନ ବ୍ୟକ୍ତିମାନଙ୍କୁ ମୋର ବସ୍ତ୍ର ମୁଁ ପ୍ରଦାନ କରୁଥିଲି। ମୋର ସୃଜନମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିର ମୃତଦେହ ନିନିବେ ନଗରୀର ପ୍ରାଚୀର ବାହ୍ୟ ଭାଗରେ ନିକ୍ଷେପ କରାଯାଇଥିବା ଯଦି ମୋ ଦୃଷ୍ଟିରେ ପଡ଼ୁଥିଲା, ତେବେ ମୁଁ ତାକୁ ସମାଧିସ୍ଥ କରୁଥିଲି। ଜୁଦେୟାରୁ ଯେଉଁମାନେ ପଳାୟନ କରି ଆସିଥିଲେ, ସେମାନଙ୍କ ମଧ୍ୟରୁ ଯଦି କାହାରିକୁ ରାଜା ସେନାକେରିବ୍ ବଧ କରୁଥିଲେ, ତେବେ ମୁଁ ତାକୁ ଗୋପନରେ କବର ଦେଉଥିଲି, କାରଣ ତାଙ୍କର କ୍ରୋଧରେ ସେ ବହୁ ସଂଖ୍ୟକ ଲୋକଙ୍କୁ ନିଧନ କରିଥିଲେ। ରାଜାଙ୍କ ଦ୍ୱାରା ଯେତେବେଳେ ସେହି ଶବଗୁଡ଼ିକ ଅନ୍ୱେଷଣ କରାଯାଉଥିଲା, ସେତେବେଳେ ସେଗୁଡ଼ିକ ମିଳୁନଥିଲେ। ସେ ସମୟରେ ନିନିବେବାସୀ ଜଣେ ବ୍ୟକ୍ତି ରାଜାଙ୍କ ସନ୍ନିକଟକୁ ଯାଇ ମୋ ସମ୍ବନ୍ଧରେ ଏହିପରି ଜଣାଇଦେଲା ଯେ ସେହି ମୃତ ଶରୀରଗୁଡ଼ିକୁ ମୁଁ ସମାଧିସ୍ଥ କରୁଅଛି। ତେଣୁ ମୁଁ ଲୁକାୟିତ ହୋଇ ରହିଲି। ମୋତେ ନିଧନ କରିବା ପାଇଁ ସେମାନେ ଯେ ମୋର ଅନ୍ୱେଷଣ କରନ୍ତି, ଏହା ହୃଦୟଙ୍ଗମ କଲାପରେ ମୁଁ ଭୟବିହ୍ୱଳ ହୋଇ ଗୃହରୁ ପଳାୟନ କଲି। ତତ୍ପରେ ମୋର ସମସ୍ତ ସମ୍ପଦ ବାଜ୍ୟାପ୍ତ କରାଗଲା ଓ ମୋର ପତ୍ନୀ ଆନା ଏବଂ ମୋର ପୁତ୍ର ତୋବିଆସ ବ୍ୟତୀତ ମୋର ଆଉ କିଛି ରହିଲା ନାହିଁ। କିନ୍ତୁ 50 ଦିନ ଅତିକ୍ରାନ୍ତ ହେବା ପୂର୍ବରୁ ସେନାକେରିବଙ୍କ 2 ଜଣ ପୁତ୍ର ତାଙ୍କୁ ହତ୍ୟା କଲେ ଏବଂ ସେମାନେ ଆରାରାତ ପର୍ବତ ସମୂହକୁ ପଳାୟନ କଲେ। ଏସାର ହାଦନ ନାମକ ତାଙ୍କର ଅନ୍ୟ ଜଣେ ପୁତ୍ର ତାଙ୍କ ପରିବର୍ତ୍ତେ ରାଜା ହେଲେ। ମୋର ସହୋଦର ଆନାଏଲଙ୍କ ପୁତ୍ର আহিକାରଙ୍କ ହସ୍ତରେ ସେ ନିଜ ରାଜ୍ୟର ସମସ୍ତ ଆୟବ୍ୟୟର ହିସାବ ତଥା ସମୁଦାୟ ଶାସନ ବ୍ୟବସ୍ଥାର ତତ୍ତ୍ୱାବଧାନକୁ ନ୍ୟସ୍ତ କଲେ। আহিକାର ମୋ ନିମନ୍ତେ ମଧ୍ୟସ୍ଥ ହେଲେ ଓ ମୁଁ ନିନିବେକୁ ଫେରି ଆସିଲି। আহিକାର ପାନପାତ୍ର ବାହକ, ରାଜା, ମହାରକ୍ଷକ ଓ ହିସାବପତ୍ରର ପ୍ରଶାସକ ଥିଲେ। ଏସାର ହଦନ ତାଙ୍କୁ ନିଜର ଦ୍ୱିତୀୟ ପ୍ରଶାସକ ପଦରେ ନିଯୁକ୍ତି କରିଥିଲେ। ସେ ମୋହର ସହୋଦରର ପୁତ୍ର ଥିଲେ। ତୋବିଜା ଅଧ୍ୟାୟ 2। ତୋବିଜା ଅନ୍ଧ ହେଲେ। ଗୃହକୁ ଫେରି ଆସି ମୋର ପତ୍ନୀ ଆହ୍ନା ଓ ମୋର ପୁତ୍ର ତୋବିଆସକୁ ମୁଁ ପୁନଃପ୍ରାପ୍ତ ହେଲି। ସପ୍ତ ସପ୍ତାହର ପବିତ୍ର ଉତ୍ସବ ନାମରେ ପରିଚିତ ପେନ୍ତେକଷ୍ଟ ପର୍ବ ଦିବସରେ ଏକ ବିଳାସପୂର୍ଣ୍ଣ ଭୋଜି ମୋ ଉଦ୍ଦେଶ୍ୟରେ ଆୟୋଜିତ ହେଲା ଓ ଭକ୍ଷଣ ପାଇଁ ମୁଁ ଉପବିଷ୍ଟ ହେଲି। ସେହି ପ୍ରାଚୁର୍ଯ୍ୟପୂର୍ଣ୍ଣ ଖାଦ୍ୟ ସାମଗ୍ରୀକୁ ଦେଖି ମୁଁ ମୋର ପୁତ୍ରକୁ କହିଲି, ତୁମେ ଯାଇ ଆମ ଭ୍ରାତାମାନଙ୍କ ମଧ୍ୟରୁ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରୁଥିବା ଯେକୌଣସି ନିଦର୍ଶନ ବ୍ୟକ୍ତିଙ୍କୁ ସଙ୍ଗରେ ଘେନି ଆସ। ମୁଁ ତୁମର ପ୍ରତୀକ୍ଷା କରିବି। କିନ୍ତୁ ସେ ଫେରିଆସି କହିଲା, ହେ ପିତା, ଆମ ଜନତା ମଧ୍ୟରୁ ଜଣେ ବ୍ୟକ୍ତିକୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି ଓ ତାର ଶବକୁ ରାସ୍ତାରେ ନିକ୍ଷେପ କରାଯାଇଛି। ତେଣୁ କିଛି ଖାଦ୍ୟ ଆସ୍ୱାଦନ କରିବା ପୂର୍ବରୁ ମୁଁ ତାହା ଶୁଣି ସେ ସ୍ଥାନକୁ ଦୌଡ଼ିଗଲି ଓ ସୂର୍ଯ୍ୟ ଅସ୍ତମିତ ହେବା ପର୍ଯ୍ୟନ୍ତ ସେହି ମୃତଦେହକୁ ଏକ ଆଶ୍ରୟ ସ୍ଥାନରେ ଲୁକାୟିତ କରି ରଖିଲି। ଆଉ ତତ୍ପରେ ଗୃହକୁ ଫେରିଆସି ସ୍ନାନ କଲାପରେ ସକା ଅବସ୍ଥାରେ ମୁଁ ସେହି ଖାଦ୍ୟ ପଦାର୍ଥ ଭକ୍ଷଣ କଲି। ସେ ସମୟରେ ପ୍ରବକ୍ତା ଆମୋସଙ୍କ ଦ୍ୱାରା କଥିତ ବାକ୍ୟ ମୁଁ ସ୍ମରଣ କଲି। ସେ କହିଥିଲେ, ତୁମମାନଙ୍କର ଉତ୍ସବ ସବୁ ଶୋକରେ ପରିଣତ ହେବ ଓ ତୁମମାନଙ୍କର ହର୍ଷରବ ବିଳାପରେ ପରିଣତ ହେବ। ପୁଣି ମୁଁ କ୍ରନ୍ଦନ କଲି। ସୂର୍ଯ୍ୟ ଅସ୍ତମିତ ହେଲା ପରେ ମୁଁ ଯାଇ ଏକ କବର ଖୋଳି ମୃତଦେହକୁ ସେଥିରେ ସମାଧିସ୍ଥ କଲି। ମୋର ପ୍ରତିବେଶୀମାନେ ଉପହାସ ପୂର୍ବକ ମୋତେ କହିଲେ, ଏପରି କାର୍ଯ୍ୟ କରିବା ଫଳରେ ସେ ଯେ ନିହତ ହେବ, ଏଥିସକାଶେ ସେ ଆଉ ଭୟଭୀତ ନୁହେଁ। ସେ ଏକଦା ଗୃହରୁ ପଳାୟନ କରିଥିଲା, ତଥାପି ଦେଖ, ସେ ପୁଣି ମୃତଦେହ ସମାଧିସ୍ଥ କରୁଛି। ମୃତଦେହକୁ କବର ଦେଲା ପରେ ମୁଁ ସେହି ରାତ୍ରି ଗୃହକୁ ଫେରି ଆସିଲି, କିନ୍ତୁ ଅଶୁଦ୍ଧ ହୋଇଥିବା ଯୋଗୁଁ ପ୍ରାଙ୍ଗଣର ପ୍ରାଚୀର ନିକଟରେ ମୁଁ ଶୟନ କଲି ଓ ମୋର ମୁଖ
ଅନାବୃତ ଥିଲା। ପ୍ରାଚୀର ଉପରେ ଘର ଚଟିଆମାନେ ରହିଥିବା ବିଷୟ ମୁଁ ଜାଣିନଥିଲି। ସେମାନଙ୍କର ସଦ୍ୟମଳ ମୋର ଉନ୍ମକ୍ତ ଚକ୍ଷୁଦ୍ୱୟରେ ପଡ଼ିଲା ଏବଂ ମୋର ଚକ୍ଷୁଦ୍ୱୟ ଉପରେ ଏକ ଧବଳ ସ୍ତର ଆଚ୍ଛାଦିତ ହେଲା। ମୁଁ ଚିକିତ୍ସକମାନଙ୍କ ପାଖକୁ ଗଲି, କିନ୍ତୁ ସେମାନେ ମୋତେ ଆରୋଗ୍ୟ କରିପାରିଲେ ନାହିଁ। ଯାହା ହେଉ, ଏଲିମାଇସ୍କୁ ଯିବା ପର୍ଯ୍ୟନ୍ତ আহিକାର ମୋର ପ୍ରତିପାଳନର ଦାୟିତ୍ୱ ନେଲେ। ତତ୍ପରେ ମୋର ପତ୍ନୀ ସ୍ତ୍ରୀ ଲୋକମାନଙ୍କର ସାଧାରଣ କର୍ମରେ ଜୀବିକା ଅର୍ଜନ କଲା। ନିଜ ନିର୍ମିତ ପଦାର୍ଥରୁ ସେ ତାର ମାଲିକମାନଙ୍କ ପାଖକୁ ପଠାଉଥିଲେ। ଏକଦା ସେମାନେ ତାକୁ ବେତନ ଦେବାବେଳେ ଏକ ମେଷ ଶାବକ ମଧ୍ୟ ଦାନ କଲେ ଏବଂ ସେ ଗୃହକୁ ଫେରି ଆସିବା ବେଳେ ମେଷ ଶାବକଟି ବୋବାଇବାକୁ ଲାଗିଲା। ତେଣୁ ମୁଁ ତାକୁ ପଚାରିଲି, ତୁମେ ଏହି ମେଷ ଶାବକକୁ କେଉଁଠାରୁ ପାଇଲ? ତାହା ଅପହୃତ ନୁହେଁ କି? ତାହା ହେଲେ ତାକୁ ତାର ମାଲିକକୁ ପ୍ରତ୍ୟାର୍ପଣ କର, କାରଣ ଅପହୃତ ବସ୍ତୁ ଭକ୍ଷଣ କରିବା ଉଚିତ ନୁହେଁ। ଉତ୍ତରରେ ସେ କହିଲା, ମୋର ବେତନ ସହ ସେମାନେ ମୋତେ ଏଇଟିକୁ ଏକ ପୁରସ୍କାର ରୂପେ ପ୍ରଦାନ କରିଅଛନ୍ତି। କିନ୍ତୁ ମୁଁ ତାକୁ ବିଶ୍ୱାସ କଲି ନାହିଁ ଓ ମେଷ ଶାବକଟିକୁ ତାର ମାଲିକକୁ ଫେରାଇ ଦେବାକୁ ମୁଁ ତାକୁ କହିଲି। ଆଉ ତା ଦ୍ୱାରା ସମ୍ପାଦିତ ଏହି କାର୍ଯ୍ୟ ଯୋଗୁଁ ମୁଁ ଲଜ୍ଜିତ ହେଲି। ତତ୍ପରେ ସେ ମୋତେ ପଚାରିଲା, ତୁମର ଦାନ ଧର୍ମ ତଥା ସତ୍କର୍ମାବଳୀ କେଉଁଠାରେ? ବୋଧ ହେଉଛି ଯେ ତୁମେ ସମସ୍ତ ବିଷୟ ଜାଣିଛ। ତୋବିଜା ଅଧ୍ୟାୟ 3। ତୋବିଜାଙ୍କ ପ୍ରାର୍ଥନା। ତହୁଁ ମୋର ଦୁଃଖରେ ମୁଁ କ୍ରନ୍ଦନ କଲି, ଆଉ ବ୍ୟଥାରେ ମୁଁ ପ୍ରାର୍ଥନା କରି କହିଲି, ହେ ପ୍ରଭୁ, ତୁମେ ନୀତିନିଷ୍ଠ ଅଟ। ତୁମର ସମସ୍ତ କାର୍ଯ୍ୟ ତଥା ମାର୍ଗ କରୁଣାମୟ ଓ ସତ୍ୟପୂର୍ଣ୍ଣ ଅଟ। ତୁମେ ସର୍ବଦା ସତ୍ୟମୟ ତଥା ନୀତିନିଷ୍ଠ ବିଚାର କରୁଅଛ। ମୋତେ ସ୍ମରଣ କର ଓ କରୁଣାପୂର୍ବକ ମୋ ପ୍ରତି ଦୃଷ୍ଟିପାତ କର। ତୁମ ସମ୍ମୁଖରେ ମୋର ଓ ମୋର ପିତୃପୁରୁଷମାନେ କରିଥିବା ପାପ ଏବଂ ମୁଁ ଅଜ୍ଞାତ ସାରରେ କରିଥିବା ଅପରାଧ ନିମନ୍ତେ ମୋ ପ୍ରତି ଶାସ୍ତି ବିଧାନ କର ନାହିଁ, ଯେହେତୁ ସେମାନେ ତୁମର ଆଜ୍ଞାବଳୀର ଅନୁଗତ ହେଲେ ନାହିଁ। ସେ ହେତୁ ତୁମେ ଆମ୍ଭମାନଙ୍କୁ ଲୁଣ୍ଠନ ଦାସ୍ୟ ବୃତ୍ତି ତଥା ମୃତ୍ୟୁ ହସ୍ତରେ ସମର୍ପଣ କଲ। ଫଳରେ ସମସ୍ତ ଜାତି ମଧ୍ୟରେ ବିକ୍ଷିପ୍ତ ହୋଇଥିବା ଆମେ ଉପହାସ ତଥା ଘୃଣାର ପ୍ରବାଦ ବାକ୍ୟରେ ପରିଣତ ହୋଇଛୁ। ଆଉ ବର୍ତ୍ତମାନ ମୋର ଓ ମୋର ପିତୃପୁରୁଷମାନଙ୍କର ପାପ ପରିହାର ନିମନ୍ତେ ତୁମ ଦ୍ୱାରା ପ୍ରଦତ୍ତ ଦଣ୍ଡାଜ୍ଞା ନ୍ୟାୟଯୁକ୍ତ ବିଚାର ଅଟେ। କାରଣ ଆମ୍ଭେମାନେ ତୁମର ଆଜ୍ଞାବଳୀକୁ କାର୍ଯ୍ୟରେ ପରିଣତ କଲୁ ନାହିଁ ଓ ତୁମ ସନ୍ନିଧାନରେ ସତ୍ୟ ମାର୍ଗରେ ଗମନ କଲୁ ନାହିଁ। ବର୍ତ୍ତମାନ ତୁମର ସଦିଚ୍ଛା ମୁତାବକ ମୋ ପ୍ରତି ଆଚରଣ କର। ମୋର ଆତ୍ମା ମୋ ଠାରୁ ନିଆଯିବା ପାଇଁ ଆଦେଶ ଦିଅ, ଯଦ୍ୱାରା କି ମୃତ୍ୟୁ ଲାଭ କରି ମୁଁ ଧୂଳିରେ ପରିଣତ ହେବି। ଜୀବିତ ଅବସ୍ଥାରେ ରହିବା ଅପେକ୍ଷା ମୃତ୍ୟୁବରଣ କରିବା ମୋ ପକ୍ଷରେ ବରଂ ଶ୍ରେୟସ୍କର, କାରଣ ମୁଁ ମିଥ୍ୟାପବାଦର ସ୍ୱୀକାର କରିଅଛି। ତେଣୁ ମୋ ଅନ୍ତର ବେଦନା ଅତିଶୟ ଦୁଃଖ ସହ ଅଟେ। ମୋର ଯାତନାରୁ ମୁକ୍ତ ହୋଇ ମୁଁ ଯେପରି ମୋର ଶାଶ୍ୱତ ବାସସ୍ଥାନକୁ ଯାଏ, ସେଥିସକାଶେ ଆଦେଶ ଦିଅ। ମୋ ଠାରୁ ତୁମର ମୁଖ ଫେରାଅ ନାହିଁ। ସାରା। ସେହିଦିନ ମେଦିଆ ଦେଶ ଅନ୍ତର୍ଭୁକ୍ତ ଏକ ବାଥ ନାଁରେ ରାଗୁଏଲଙ୍କ କନ୍ୟା ସାରା ନିଜର ପିତୃଦାସୀମାନଙ୍କ ଦ୍ୱାରା ତିରସ୍କୃତ ହେଲା। ସେ 7 ଜଣ ପତିଙ୍କୁ ବିବାହ କରିଥିଲା, କିନ୍ତୁ ପତ୍ନୀ ରୂପେ ତାକୁ ପ୍ରାପ୍ତ ହେବା ପୂର୍ବରୁ ଆସମାଦେଉସ୍ ନାମକ ଜଣେ ଦୁଷ୍ଟ ପିଶାଚ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଧନ କରିଥିଲା। ସୁତରାଂ ସେହି ଦାସୀମାନେ ସାରାକୁ କହିଲେ, ତୁମ ପତିମାନଙ୍କୁ ସ୍ୱୟଂ ତୁମେ ଶ୍ୱାସରୁଦ୍ଧ କରି ନିଧନ କରିଅଛ। ତୁମେ କ'ଣ ଏହା ଜାଣିନାହଁ? 7 ପତିଙ୍କୁ ବିବାହ କରିଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ କାହାରି ପ୍ରତି ତୁମର କୌଣସି ପ୍ରୟୋଜନ ରହିଲା ନାହିଁ। ତୁମେ ଆମମାନଙ୍କୁ କାହିଁକି ବା ଆଘାତ କରିବ
ଯେହେତୁ ସେମାନେ ମୃତ ସେହେତୁ ତୁମେ ମଧ୍ୟ ସେମାନଙ୍କ ସହ ସଂମିଶ୍ରିତ ହୁଅ। ତୁମର କୌଣସି ପୁତ୍ର କିମ୍ବା କନ୍ୟାକୁ ଆମେ କଦାପି ଦେଖିବା ନାହିଁ। ଏ ସମସ୍ତ କଥା ଶୁଣି ସେ ଅତ୍ୟଧିକ ଦୁଃଖିତ ହେଲା ଓ ଦୁଃଖ ହେତୁ ନିଜକୁ ବୃକ୍ଷରେ ଝୁଲାଇ ମୃତ୍ୟୁବରଣ କରିବା ପାଇଁ ମଧ୍ୟ ସେ ଭାବିଲା। କିନ୍ତୁ ସେ ଆତ୍ମାବତ୍ କହିଲା, ମୁଁ ମୋର ପିତାଙ୍କର ଏକମାତ୍ର କନ୍ୟା। ମୁଁ ଯଦି ଏପରି କାର୍ଯ୍ୟ କରେ ତେବେ ତାହା ତାଙ୍କ ପ୍ରତି ଅପମାନଜନକ ବିଷୟ ହେବ ଏବଂ ସେ ବୃଦ୍ଧ ହୋଇଥିବା ହେତୁ ତାଙ୍କୁ ମୁଁ ଦୁଃଖ ଅବସ୍ଥାରେ ତାଙ୍କର କବରକୁ ପଠାଇବି। ସୁତରାଂ ସେ ଝରକା ନିକଟରେ ଠିଆ ହୋଇ ପ୍ରାର୍ଥନା କରି କହିଲା, ପ୍ରଭୁ ହେ ମୋର ଈଶ୍ୱର, ତୁମେ ଧନ୍ୟ ଓ ତୁମର ପବିତ୍ର ତଥା ପୂଜ୍ୟ ନାମ ସଦାସର୍ବଦା ଧନ୍ୟ ହେଉ। ତୁମ ଦ୍ୱାରା ସୃଷ୍ଟ ସମସ୍ତ ପ୍ରାଣୀ ସର୍ବଦା ତୁମର ସ୍ତୁତିଗାନ କରନ୍ତୁ। ବର୍ତ୍ତମାନ ହେ ପ୍ରଭୁ, ମୋର ଚକ୍ଷୁ ତଥା ମୁଖକୁ ମୁଁ ତୁମ ଆଡ଼କୁ ଫେରାଇ ଅଛି। ଏହି ପୃଥିବୀରୁ ମୁଁ ଯେପରି ମୁକ୍ତ ହେବି ଓ ଫଳରେ ଏପରି ଭର୍ତ୍ସନା ବାକ୍ୟ କଦାପି ଶୁଣିବାକୁ ନ ପାଇବି ସେଥିପାଇଁ ଆଦେଶ ଦିଅ। ହେ ପ୍ରଭୁ, ତୁମେ ଜାଣ ପୁରୁଷ ସହ ଯେକୌଣସି ପାପରୁ ମୁଁ ନିର୍ଦ୍ଦୋଷୀ ଏବଂ ବନ୍ଦୀ ଜୀବନର ଏହି ଦେଶରେ ମୋର କିମ୍ବା ମୋର ପିତାଙ୍କ ନାମକୁ ମୁଁ କଳୁଷିତ କରିନାହିଁ। ମୁଁ ମୋର ପିତାଙ୍କର ଏକମାତ୍ର କନ୍ୟା ଓ ତାହାଙ୍କର ଉତ୍ତରାଧିକାରୀ ହେବା ପାଇଁ ଆଉ କୌଣସି ସନ୍ତାନ ନାହିଁ ଓ ମୋର ପତି ହେବା ପାଇଁ ତାଙ୍କର କୌଣସି ନିକଟ ସମ୍ପର୍କୀୟ ବ୍ୟକ୍ତି କିମ୍ବା ନିକଟ ସମ୍ପର୍କୀୟ ବ୍ୟକ୍ତିର ପୁତ୍ର ନାହିଁ। ବର୍ତ୍ତମାନ ସୁଦ୍ଧା ମୋର 7 ଜଣ ପତି ମୃତ୍ୟୁବରଣ କରିସାରିଛନ୍ତି। ତେବେ ମୁଁ କାହିଁକି ବଞ୍ଚିବି? କିନ୍ତୁ ମୋ ଜୀବନ ନେବା ପାଇଁ ତୁମେ ଯଦି ଅନିଚ୍ଛୁକ ତେବେ ଆଦେଶ କର, ଯେପରି ମୋ ପ୍ରତି କିଛି ସମ୍ମାନ ପ୍ରଦର୍ଶିତ ହୁଏ, ମୋ ସହ କରୁଣାପୂର୍ବକ ବ୍ୟବହାର କରାଯାଏ ଏବଂ ଭର୍ତ୍ସନା ବାକ୍ୟ ମୁଁ କଦାପି ଶୁଣିବାକୁ ନ ପାଏ। ଗୌରବମୟ ଓ ମହାନ ଈଶ୍ୱରଙ୍କ ସନ୍ନିଧାନରେ ଉଭୟ ବ୍ୟକ୍ତିଙ୍କର ପ୍ରାର୍ଥନା ଶୁଣା ହେଲା। ସୁତରାଂ ଉଭୟଙ୍କୁ ଆରୋଗ୍ୟ କରିବା ପାଇଁ ସେ ରାଫାଏଲକୁ ପଠାଇଲେ। ତବିଜାଙ୍କ ଚକ୍ଷୁ ଯୁଗଳକୁ ସେହି ଧବଳସ୍ତର ଅପସାରିତ ହେବା ପାଇଁ ରାଗୁଏଲଙ୍କ କନ୍ୟା ସାରାକୁ ବିବାହ କରିବା ପାଇଁ ତବିଜାଙ୍କ ପୁତ୍ର ତବିଆ ସହିତ ସାରାକୁ ବିବାହ କରିବା ଓ ସେହି ଦୁଷ୍ଟ ପିଶାଚ ଆସମାଦେଉସକୁ ଆବଦ୍ଧ କରିବା ଆବଶ୍ୟକ ଥିଲା। ତବିଜା ପ୍ରାଙ୍ଗଣରୁ ଫେରି ନିଜ ଗୃହରେ ପ୍ରବେଶ କଲେ ଓ ରାଗୁଏଲଙ୍କ କନ୍ୟା ସାରା ତା ଉପର ମହଲାସ୍ଥ ପ୍ରକୋଷ୍ଠରୁ ଓହ୍ଲାଇ ଆସିଲା। ତବିଜା ଅଧ୍ୟାୟ 4। ତବିଆସଙ୍କ ପାଇଁ ପିତାଙ୍କର ନିର୍ଦ୍ଦେଶାବଳୀ। ସେହିଦିନ ତବିଜା ମେଦିଆସ୍ଥ ରାଗେଶବାସୀ ଗାବାଇଲଙ୍କ ହସ୍ତରେ ଜିମା ଦେଇଥିବା ଅର୍ଥ ବିଷୟରେ ସ୍ମରଣ କଲେ। ସେ ଆତ୍ମାବତ୍ କହିଲେ, ମୃତ୍ୟୁ ମୁଖରେ ପଡ଼ିବା ପାଇଁ ମୁଁ ପ୍ରାର୍ଥନା କରିଅଛି, କିନ୍ତୁ ମରିବା ପୂର୍ବରୁ ମୋର ପୁତ୍ର ତବିଆସକୁ ଡକାଇ ସେହି ଅର୍ଥ ବିଷୟରେ ତାକୁ ଅବଗତ କରିବା କ'ଣ ଉଚିତ ନୁହେଁ? ତତ୍ପରେ ସେ ତାକୁ ଡକାଇ କହିଲେ, ହେ ମୋର ପୁତ୍ର, ମୁଁ ମୃତ୍ୟୁବରଣ କଲା ପରେ ମୋତେ ସମାଧିସ୍ଥ କର। ତୁମ ମାତାଙ୍କୁ କେବେ ହେଁ ଅବହେଳା କର ନାହିଁ। ତୁମର ଆଜୀବନ କାଳ ତାଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କର। ତୁମ ମାତାଙ୍କ ଅଭୀଷ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟ କର ଓ ତାଙ୍କୁ କେବେ ହେଁ ଦୁଃଖ ଦିଅ ନାହିଁ। ହେ ମୋର ପୁତ୍ର, ତୁମକୁ ଗର୍ଭଧାରଣ କରିଥିବା ଦିନମାନଙ୍କରେ ସେ ଯେ ବହୁ ବିପଦର ସମ୍ମୁଖୀନ ହୋଇଥିଲା ଏହା ସ୍ମରଣ କର। ତାଙ୍କର ମଧ୍ୟ ମୃତ୍ୟୁ ଘଟିବା ପରେ ମୋର କବରସ୍ଥାନରେ ମୋ ପାର୍ଶ୍ୱରେ ତାଙ୍କୁ ସମାଧିସ୍ଥ କରିବ। ହେ ମୋର ପୁତ୍ର, ତୁମର ଆଜୀବନ କାଳ ପ୍ରଭୁ ତୁମ ଈଶ୍ୱରଙ୍କ ବିଷୟ ମନେ ରଖିବ। କେବେ ହିଁ ପାପ କରିବ ନାହିଁ କିମ୍ବା ତାଙ୍କର ଆଜ୍ଞାବଳୀ ଲଙ୍ଘନ କରିବ ନାହିଁ। ତୁମେ ଆଜୀବନ ନୀତିନିଷ୍ଠ ଜୀବନଯାପନ କରିବ ଓ ଦୁଷ୍କର୍ମାବଳୀର ପଥ ଦେଇ ବିଚରଣ କରିବ ନାହିଁ। ତୁମର କାର୍ଯ୍ୟବଳୀ ଯଦି ସତ୍ୟନିଷ୍ଠ ତେବେ ସେହି କାର୍ଯ୍ୟବଳୀ ଯୋଗୁଁ ତୁମେ ଐଶ୍ୱର୍ଯ୍ୟଶାଳୀ ହେବ। ନୀତିନିଷ୍ଠ ଜୀବନଯାପନକାରୀମାନଙ୍କୁ ତୁମ ସମ୍ପଦରୁ ଦାନ ଧର୍ମ କର। ଦାନ ଧର୍ମ କରିବା ସମୟରେ ତୁମେ ବ୍ୟୟକୁଣ୍ଠ ହୁଅ ନାହିଁ। କୌଣସି ନିର୍ଦ୍ଧନ ବ୍ୟକ୍ତିଠାରୁ
ତୁମ ମୁଖକୁ ବିମୁଖ କର ନାହିଁ। ତାହା ହେଲେ ଈଶ୍ୱର ମଧ୍ୟ ନିଜ ମୁଖକୁ ତୁମଠାରୁ ବୁଲାଇବେ ନାହିଁ। ତୁମେ ଯଦି ବିତ୍ତଶାଳୀ ଅଟ, ତେବେ ତଦନୁରୂପ ଦାନ କର ଏବଂ ତୁମର ଧନ ସମ୍ପଦ ଅଳ୍ପ ଥିଲେ ସେହି ଅଳ୍ପ ଧନରୁ ଦାନ କରିବା ପାଇଁ କୁଣ୍ଠିତ ହୁଅ ନାହିଁ। ତୁମ ନିଜର ଅଭାବ କାଳ ପାଇଁ ତୁମେ ଏତଦ୍ୱାରା ବହୁ ସମ୍ପଦ ସଞ୍ଚୟ କରିଥିବ, କାରଣ ଦାନ କାର୍ଯ୍ୟ ତୁମକୁ ମୃତ୍ୟୁ କବଳରୁ ରକ୍ଷା କରିବ ଓ ଅନ୍ଧକାରରେ ପ୍ରବେଶ କରିବାରୁ ତୁମକୁ ସ୍ଥଗିତ କରିବ। ଯେଉଁମାନେ ତାହା କାର୍ଯ୍ୟକାରୀ କରନ୍ତି ସେମାନଙ୍କ ପାଇଁ ଦାନ କାର୍ଯ୍ୟ ପରାତ୍ପରଙ୍କ ସମ୍ମୁଖରେ ଏକ ଉତ୍କୃଷ୍ଟ ନୈବେଦ୍ୟ ଅଟେ। ହେ ମୋର ପୁତ୍ର, ସର୍ବବିଧି ମନ୍ଦ କାର୍ଯ୍ୟରୁ ତୁମେ ନିଜକୁ ଦୂରେଇ ରଖ। ପ୍ରଥମତଃ ତୁମେ ତୁମ ପିତୃପୁରୁଷମାନଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣେ ପତ୍ନୀକୁ ବିବାହ କରିବ। ତୁମ ପିତାଙ୍କର ଗତାତ୍ରିତ କୌଣସି ବିଦେଶୀ ନାରୀକୁ ବିବାହ କରିବ ନାହିଁ, କାରଣ ଆମ୍ଭେମାନେ ପ୍ରବକ୍ତାମାନଙ୍କର ବଂଶ ଅଟୁ। ହେ ମୋର ପୁତ୍ର, ମନେ ରଖ, ନୋହା, ଆବ୍ରାହାମ, ଇସାହାକ, ଯାକୋବ ପ୍ରଭୃତି ଆମ ସମସ୍ତ ପିତୃବୃନ୍ଦ ନିଜ ଆତ୍ମୀୟ ଲୋକଙ୍କ ମଧ୍ୟରୁ ପତ୍ନୀମାନଙ୍କୁ ଗ୍ରହଣ କରିଥିଲେ। ନିଜ ସନ୍ତାନମାନଙ୍କ ମାଧ୍ୟମରେ ସେମାନେ ଆଶିଷ ପ୍ରାପ୍ତ ହେଲେ ଓ ସେମାନଙ୍କର ବଂଶଧରମାନେ ଦେଶଟିକୁ ଅଧିକାର କରିବେ। ସୁତରାଂ ହେ ମୋର ପୁତ୍ର, ବର୍ତ୍ତମାନ ତୁମ ଭ୍ରାତାମାନଙ୍କୁ ସ୍ନେହ କର ଓ ତୁମ ଭ୍ରାତାଗଣ ତଥା ତୁମ ସ୍ୱଜନମାନଙ୍କର ପୁତ୍ରକନ୍ୟାମାନଙ୍କ ମଧ୍ୟରୁ ଜଣେ ପତ୍ନୀକୁ ଗ୍ରହଣ କରିବା ପାଇଁ ଅସ୍ୱୀକାର କରି ତୁମ ହୃଦୟରେ ସେମାନଙ୍କ ପ୍ରତି ତୁଚ୍ଛ ଭାବ ପୋଷଣ କରିବ ନାହିଁ, କାରଣ ବିନାଶ ତଥା ଶୃଙ୍ଖଳତାର ଉତ୍ସ ଅଟେ ଗର୍ବ ଏବଂ ସର୍ବନାଶ ତଥା ଦାରିଦ୍ର୍ୟର ଉତ୍ପତ୍ତି ଅଟେ ଆଳସ୍ୟ, କାରଣ ଆଳସ୍ୟ ହିଁ ଦୁର୍ଭିକ୍ଷର ଜନନୀ। ତୁମ ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତିର ବେତନକୁ ପରବର୍ତ୍ତୀ ଦିନ ପର୍ଯ୍ୟନ୍ତ ଅଟକାଇ ରଖ ନାହିଁ, ବରଂ ତାହା ତତ୍କ୍ଷଣାତ୍ ପ୍ରଦାନ କର। ତୁମେ ଯଦି ଈଶ୍ୱରଙ୍କ ସେବା କରିବ, ତେବେ ତୁମେ ପୁରସ୍କୃତ ହେବ। ହେ ମୋହର ପୁତ୍ର, ତୁମର ସମସ୍ତ କାର୍ଯ୍ୟ ମନୋଯୋଗ ପୂର୍ବକ କରିବାକୁ ତତ୍ପର ହୁଅ। ତୁମର ସମସ୍ତ ଆଚରଣରେ ଶୃଙ୍ଖଳିତ ହୁଅ। ଯାହା ତୁମ ପାଇଁ ଅହିତ ବୋଲି ମନେ କରୁଥାଅ, ତାହା ଅନ୍ୟ ପ୍ରତି କର ନାହିଁ। ଅତ୍ୟଧିକ ଦ୍ରାକ୍ଷାରସ ପାନରେ ଲିପ୍ତ ହୁଅ ନାହିଁ, କିମ୍ବା ପାନୋନ୍ମାଦକୁ ତୁମର ସହଗାମୀ ହେବା ପାଇଁ ଦିଅ ନାହିଁ। କ୍ଷୁଧାର୍ତ ବ୍ୟକ୍ତିକୁ ତୁମେ ତୁମର ରୁଟିର ଏକ ଅଂଶ ଦିଅ ଏବଂ ଉଲଗ୍ନ ବ୍ୟକ୍ତିକୁ ତୁମର ବସ୍ତ୍ର ପ୍ରଦାନ କର। ତୁମର ସମସ୍ତ ବଳକା ଅଂଶକୁ ଦାନ କର ଏବଂ ଦାନ କରିବା ସମୟରେ ତୁମେ କୁଣ୍ଠିତ ହୁଅ ନାହିଁ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ କବର ଉପରେ ତୁମର ରୁଟି ସ୍ଥାପନ କର, କିନ୍ତୁ ପାପୀମାନଙ୍କୁ କିଛି ଦିଅ ନାହିଁ। ଯେକୌଣସି ବିଜ୍ଞ ବ୍ୟକ୍ତିଠାରୁ ଉପଦେଶ ଅନ୍ୱେଷଣ କର ଓ କୌଣସି ସଦୁପ ଉପଦେଶକୁ ଅବହେଳା କର ନାହିଁ। ପ୍ରଭୁ ଈଶ୍ୱରଙ୍କ ସ୍ତୁତି ସର୍ବଦା ଗାନ କର। ତୁମର ମାର୍ଗ ସୁଗମ ହେବାକୁ ଏବଂ ତୁମର ପଥ ତଥା ପରିକଳ୍ପନା ସମୂହ ଶୁଭ୍ରପଦ୍ର ହେବା ପାଇଁ ତାହାଙ୍କ ସନ୍ନିଧାନରେ ପ୍ରାର୍ଥନା କର, କାରଣ ସମସ୍ତ ଜାତିମାନଙ୍କୁ ଜ୍ଞାନ ପ୍ରଦତ୍ତ ହୋଇନାହିଁ, ମାତ୍ର ସ୍ୱୟଂ ପ୍ରଭୁ ସମସ୍ତ ଉତ୍ତମ ବିଷୟ ପ୍ରଦାନ କରନ୍ତି ଓ ତାହାଙ୍କ ଇଚ୍ଛାରେ ସେ ଯାହାକୁ ଚାହାନ୍ତି ତାହାକୁ ଅବନତ କରନ୍ତି। ସୁତରାଂ ହେ ମୋର ପୁତ୍ର, ଏହି ନିର୍ଦ୍ଦୋଷାବଳୀ ସ୍ମରଣ କର ଓ ସେଗୁଡ଼ିକୁ ତୁମ ମନରୁ ନିଶ୍ଚିହ୍ନ ହେବାକୁ ଦିଅ ନାହିଁ। ମେଦିଆସ୍ତ ରାଗେଶବାସୀ ଗାବ୍ରିଆସଙ୍କ ପୁତ୍ର ଗାବାଏଲ ହସ୍ତରେ ମୁଁ ବିଶ୍ୱାସରେ ଦେଇଥିବା 10 ତାଲେନ୍ତ ରୌପ୍ୟ ସମ୍ପର୍କରେ ମୁଁ ବର୍ତ୍ତମାନ ତୁମକୁ ବିଶଦ ଭାବେ ବୁଝାଇ ଦେବାକୁ ଚାହେଁ। ହେ ମୋର ପୁତ୍ର, ଆମେ ଦରିଦ୍ର ହୋଇଥିବା ହେତୁ ତୁମେ ଭୟଭୀତ ହୁଅ ନାହିଁ। ଈଶ୍ୱରଙ୍କ ପ୍ରତି ଭୟ ପ୍ରଦର୍ଶନ କରି ତୁମେ ଯଦି ସମସ୍ତ ପାପରୁ ନିବୃତ୍ତ ହେବ ଓ ତାହାଙ୍କ ଦୃଷ୍ଟି ଗୋଚରରେ ପ୍ରୀତିକର କାର୍ଯ୍ୟ କରିବ, ତେବେ ତୁମେ ବହୁ ବିତ୍ତଶାଳୀ